ଓମ୍ ଶାନ୍ତି। ଆଜି ଆମେ ଆପଣମାନଙ୍କ ସହିତ ମିଶି 4 ଅକ୍ଟୋବର 2025ର ଯେଉଁ ମୁରଲି ଆସିଛି ବାପଦାଦା ମଧୁବନରୁ, ତା ଉପରେ ଗଭୀର ଭାବେ ଆଲୋଚନା କରିବା। ଆମର ମୂଳ ଉଦ୍ଦେଶ୍ୟ ହେଉଛି ଏ ମୁରଲିର ଯାହା ମୁଖ୍ୟ ଶିକ୍ଷା ଅଛି, ଯାହା ଗଭୀର କଥା ଅଛି, ଆଉ ଆମ ଜୀବନରେ ଏହାକୁ କେମିତି ଲଗେଇବା ସେ ବିଷୟରେ ଭଲ ଭାବରେ ବୁଝିବା। ତେଣୁ ଏହାର ପୂରା ଲାଭ ପାଇବା ପାଇଁ ଆମ ସାଙ୍ଗରେ ଶେଷ ଯାଏ ରହିବାକୁ ଅନୁରୋଧ। ଆଉ ହଁ, ଯଦି ଆପଣମାନେ ଏହିପରି ଦୈନିକୀ ମୁରଲି ଆଉ ଅନ୍ୟ ଜ୍ଞାନ ଚର୍ଚ୍ଚା ଶୁଣିବାକୁ ଚାହାନ୍ତି, ତାହେଲେ ଆମ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ, ଭୁଲିବେନି। ଆଚ୍ଛା, ତେବେ ଆଜି ମୁରଲିର ସାର କ'ଣ କହୁଛି? ଏମିତି କହୁଛି, ମଧୁର ସନ୍ତାନମାନେ ସବୁଠାରୁ ଶ୍ରେଷ୍ଠ କରିବା ପାଇଁ ସ୍ୱୟଂ ଭଗବାନ ଶ୍ରେଷ୍ଠ ଦିଗ୍ଦର୍ଶନ ଦିଅନ୍ତି, ଯାହାଦ୍ୱାରା ତୁମେ ନର୍କବାସୀରୁ ସ୍ୱର୍ଗବାସୀରେ ପରିବର୍ତ୍ତନ ହୋଇଯାଅ। ତେବେ ଚାଲନ୍ତୁ ଏଇ ପରିବର୍ତ୍ତନର ଯାତ୍ରା ଭିତରକୁ ଯିବା। ବାବା କହୁଛନ୍ତି ସ୍ୱୟଂ ଭଗବାନଙ୍କୁ ଆସିବାକୁ ପଡୁଛି ଆଉ ଶ୍ରେଷ୍ଠ ଦିଗ୍ଦର୍ଶନ ଦେବାକୁ ପଡୁଛି। ତା ମାନେ କାହିଁକି? କାରଣ ଆମେ ନିଜେ ନିଜକୁ ଅଯୋଗ୍ୟ କରିଦେଇଛୁ, ନୁହେଁ କି? ଲୋକେ ବି ତ କହନ୍ତି, ହେ ପ୍ରଭୁ, ମୁଁ ଅଯୋଗ୍ୟ, ମୋତେ ଯୋଗ୍ୟ କରନ୍ତୁ। ତ ଏହି ଅଯୋଗ୍ୟତା ମାନେ କ'ଣ? ହଁ, ଏଠି ଅଯୋଗ୍ୟତା ମାନେ ମୁଖ୍ୟତଃ ଗୁଣର କଥା। ଦେଖନ୍ତୁ, ମୁରଳୀରେ ସ୍ପଷ୍ଟ କୁହାଯାଇଛି ଯେ ବର୍ତ୍ତମାନର ମଣିଷ ଆଉ ଦେବତାଙ୍କ ଭିତରେ ଫରକ ହେଉଛି ଗୁଣର। ଦେବତାମାନଙ୍କୁ କୁହାଯାଏ ସତ୍ୟ ମନୁଷ୍ୟ। କାହିଁକି ନା ତାଙ୍କ ପାଖରେ ଦିବ୍ୟ ଗୁଣ ସବୁ ଥାଏ, ଯେମିତି ଶାନ୍ତି, ପ୍ରେମ, ପବିତ୍ରତା, ଆନନ୍ଦ। ଜ୍ଞାନ, ଶକ୍ତି, ଏସବୁ। ହଁ, ଏସବୁ। କିନ୍ତୁ ବର୍ତ୍ତମାନ ମଣିଷ ପାଖରେ ବାବା ଯେମିତି କହୁଛନ୍ତି ଆସୁରୀ ଅବଗୁଣ ଭର୍ତ୍ତି, ମାନେ କ୍ରୋଧ, ଲୋଭ, ଅହଙ୍କାର, କାମ, ମୋହ। ଆଉ ଏଇ ଅବଗୁଣ ଯୋଗୁଁ କ'ଣ ହେଉଛି ନା ମଣିଷର କାମ ପଶୁ ଭଳି ହୋଇଯାଇଛି। ସେଇଥିପାଇଁ ତ ଦୁନିଆରେ ଏ ଅବସ୍ଥା। ଯେଉଁଠି ଦିବ୍ୟଗୁଣ ନାହିଁ, ସେଠି ଆସୁରୀ ଗୁଣ ରହିବ ହିଁ ରହିବ। ଆଚ୍ଛା, ଯେମିତି ଲକ୍ଷ୍ମୀନାରାୟଣ, ସେମାନେ ତ ସତ୍ୟ ମନୁଷ୍ୟ, ସତ୍ୟଯୁଗରେ ରୁହନ୍ତି, ସ୍ୱର୍ଗରେ। ତାଙ୍କର କର୍ମ ବି ଶୁଦ୍ଧ ଥାଏ, ଆଉ ତାଙ୍କ ପାଖରେ ଏ ଦିବ୍ୟଗୁଣ ଭରପୁର ଥାଏ। ସେମାନେ ତ କିଛି ଖରାପ କାମ କରନ୍ତିନି। ଏକଦମ ଠିକ୍। ସେଇଥିପାଇଁ ବାବା କହୁଛନ୍ତି ଯେ ନର୍କବାସୀ, ମାନେ ଆମେ ଏବେ ଯେଉଁମାନେ ଅଛୁ, ଆମକୁ ମାୟା ବା ପଞ୍ଚବିକାର ଖରାପ କାମ କରାଉଛି। କିନ୍ତୁ ଏବେ ଭଗବାନ ନିଜେ ଆସିଛନ୍ତି ଆଉ ଶ୍ରେଷ୍ଠ ଦିଗ୍ଦର୍ଶନ, ଯାହାକୁ ଶ୍ରୀମତ୍ କୁହାଯାଉଛି, ସେଇଟା ଦେଉଛନ୍ତି। କାହିଁକି ନା ଯେମିତି ଆମେ ଶ୍ରେଷ୍ଠ କର୍ମ କରି ଶ୍ରେଷ୍ଠ ଦେବତା ହେଇପାରିବା। ଦେବତାମାନେ ହିଁ ତ ସବୁଠୁ ଶ୍ରେଷ୍ଠ, ନୂଆ ଦୁନିଆ, ସ୍ୱର୍ଗର ବାସିନ୍ଦା। କିନ୍ତୁ ଏଠି ଗୋଟେ କଥା ଅଛି। କ'ଣ? ଏ ପଦ ବି ପୁରୁଷାର୍ଥନୁସାରେ ମିଳେ। ସମସ୍ତେ ତ ସମାନ ପଦ ପାଇବେନି। ନମ୍ବର 1, ସେଇଥିପାଇଁ ତ ସେ ମାଳା କଥା କୁହାଯାଏ, 8, 108, 16,108। ଓ ହଁ ହଁ, ମାନେ କୋଟି କୋଟି ଲୋକଙ୍କ ଭିତରୁ ଏଟେ କମ୍ ଲୋକ। ହଁ, ଭାବନ୍ତୁ ତ, 1%ର 4 ଭାଗରୁ ଭାଗେ ବି ନୁହେଁ। ଏଥିରୁ ଜଣାପଡ଼ୁଛି ପୁରୁଷାର୍ଥ କେତେ ଗମ୍ଭୀର ଭାବେ କରିବାକୁ ହେବ। ବାଃ, ଏତେ ବଡ଼ ପଦ ପାଇଁ ବାବା ପ୍ରସ୍ତୁତ କରାଉଛନ୍ତି। ସେଥିପାଇଁ ତ ମୁରଲିରେ ଏତେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଛି ଯେ ଦେବତା ହେବାକୁ ଥିବା ପିଲାମାନଙ୍କୁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଏଇଟା ତ ସେଇ ଶ୍ରେଷ୍ଠ ଦିଗ୍ଦର୍ଶନର ପ୍ରାକ୍ଟିକାଲ ଦିଗଟା ନା? ହଁ, ଏକଦମ। ଆଉ ବାବା ଏଥିପାଇଁ କିଛି ପଏଣ୍ଟସ୍ ବି ଦେଇଛନ୍ତି, ମାନେ ସାବଧାନ ରହିବା ପାଇଁ କିଛି ନିର୍ଦ୍ଦେଶ। ପ୍ରଥମ କଥା, କୌଣସି କଥାରେ କେବେ ବି ରୁଷିବା ନାହିଁ, ମାନେ ମନକୁ ଛୋଟ କରିବା ନାହିଁ। ଠିକ୍। ଦ୍ୱିତୀୟରେ, ମୁହଁକୁ କେବେ ମଳା ଭଳି କରିବା ନାହିଁ, ମାନେ ସବୁବେଳେ ଖୁସି ରହିବା, ନିରାଶ ନ ହେବା। ଆଚ୍ଛା। ତୃତୀୟ, କାହାକୁ ଦୁଃଖ ଦେବାନି, କର୍ମରେ, କଥାରେ, ଏପରିକି ମନରେ ବି ନୁହେଁ। ବହୁତ ଜରୁରୀ କଥା। ଚତୁର୍ଥରେ, ଆଉ ଏଇଟା ବହୁତ ଗଭୀର କଥା, ଓଠରୁ ସବୁବେଳେ ଜ୍ଞାନର ଫୁଲ ଝରୁ, କଣ୍ଟା କି ପଥର ନୁହେଁ। ମାନେ କ'ଣ, ଆମେ ଯାହା କହିବା ସେଥିରେ ଜ୍ଞାନ ଥାଉ, ଶକ୍ତି ଥାଉ, କଟୁ କଥା କି ବେକାର କଥା ନୁହେଁ। ଯଦି କଣ୍ଟା କି ପଥର ବାହାରିଲା, ବାବା କହୁଛନ୍ତି ବୁଦ୍ଧି ବି ପଥର ବୁଦ୍ଧି ହୋଇଯିବ, ମାନେ ଜ୍ଞାନକୁ ଧରି ରଖିବାର ଶକ୍ତି କମିଯିବ, ନେଗେଟିଭ ହୋଇଯିବେ। ଓହୋ, ଏତେ ଗଭୀର ସମ୍ବନ୍ଧ ଅଛି। ହଁ, ଆଉ ପଞ୍ଚମରେ, ଦିବ୍ୟ ଗୁଣ, ସେ ସବୁକୁ ଭଲ ଭାବରେ ଧାରଣା କରିବାକୁ ପଡ଼ିବ। ଏହି ସଙ୍ଗମ ଯୁଗରେ ହିଁ ସର୍ବଗୁଣ ସମ୍ପନ୍ନ ହେବାକୁ ହେବ। ଆଉ ଶେଷ କଥା, ଯଦି ଏସବୁ ନ କରି ପାପକର୍ମ କଲେ ଆଉ ସେଥିପାଇଁ ଦଣ୍ଡ ଭୋଗିବାକୁ ପଡ଼ିଲା, ତେବେ ଉଚ୍ଚ ପଦ ମିଳିବନି, ପଦ ତଳକୁ ଖସି ଆସିବ। ଏସବୁ ଶୁଣିବାକୁ ତ ସହଜ ଲାଗୁଛି,
କିନ୍ତୁ ପ୍ରତିଦିନ ଜୀବନରେ ଯେମିତି ସେ ପ୍ରଥମ କଥାଟା ରୁଷିବା ନାହିଁ। କିନ୍ତୁ କେତେବେଳେ କିଛି ମନ ମୁତାବକ ନ ହେଲେ କି କେହି ଭୁଲ ବୁଝିଲେ ମନରେ ତ କଷ୍ଟ ହୁଏ, ରାଗ ବି ଆସେ। ସେତେବେଳେ କ'ଣ କରିବା? ହଁ, ଏଟା ଏକଦମ ପ୍ରାକ୍ଟିକାଲ ଚ୍ୟାଲେଞ୍ଜ। ଏହାର ସମାଧାନ ପାଇଁ ବାବା ଦୁଇଟା ମୁଖ୍ୟ ଜିନିଷ କହୁଛନ୍ତି। ଗୋଟେ ହେଲା ସ୍ମରଣ। ଯେତେ ଅଧିକା ଆମେ ସେ ସର୍ବଶକ୍ତିମାନ ବାବାଙ୍କୁ ମନେ ପକାଇବା, ସେତେ ଶକ୍ତି ମିଳିବ ଏସବୁ ସହିବା ପାଇଁ। ଆଉ ଦ୍ୱିତୀୟ ହେଲା ଜ୍ଞାନର ମନ୍ଥନ। ଯେତେବେଳେ ବୁଦ୍ଧିରେ ଏକଥା ପକ୍କା ରହିବ ଯେ ଆମେ କିଏ, ଆମ ଲକ୍ଷ୍ୟ କେତେ ବଡ଼, ଆଉ ଏ ଦୁନିଆ ଗୋଟେ ଡ୍ରାମା, ସେତେବେଳେ ଛୋଟ ଛୋଟ କଥାର ଏତେ ପ୍ରଭାବ ପଡ଼ିବନି। ଆଉ ଏ ଭାବନା ଯେ ଏତେ ବଡ଼ ବାବା ଆମକୁ ମିଳିଛନ୍ତି, ଆମେ ତାଙ୍କର, ଏଟା ହିଁ ତ ଅସଲ ଖୁସି ଆଉ ସ୍ଥିରତା ଦେବ। ଆଚ୍ଛା। ଯଦି ଏସବୁ ନ କରୁ ତାହେଲେ ସେଇ ଧର୍ମରାଜପୁରୀରେ ଦଣ୍ଡଭୋଗୀ ଶୁଦ୍ଧ ହେବାକୁ ପଡ଼ିବ, ଆଉ ପଦ ତ କମ୍ ହବ ହିଁ ହବ। ଏହା ସହିତ ବାବା ଆମର ଯେଉଁ ପତନ ହେଇଛି ତାର କାରଣ ଆଉ ପ୍ରକ୍ରିୟା ବି ବୁଝାଉଛନ୍ତି। କେମିତି ଆତ୍ମା 84 ଜନ୍ମ ନେଇ ଧୀରେ ଧୀରେ ଅଯୋଗ୍ୟ ହୁଏ। ହଁ, ବାବା ବୁଝାଉଛନ୍ତି ଯେମିତି ଗୋଟେ ଫିଲ୍ମ ଧୀରେ ଧୀରେ ଚାଲେ, ସେମିତି ଆମ ଆତ୍ମାର ପାୱାର ମାନେ କଳା କମି କମି ଯାଏ, ବହୁତ ଧୀରେ ଧୀରେ। ପ୍ରଥମ 1250 ବର୍ଷ ମାନେ ସତ୍ୟଯୁଗରେ ଖାଲି 2 କଳା କମେ, କିନ୍ତୁ ତାପରେ ଦ୍ୱାପର ଆଉ କଳିଯୁଗରେ, ଯାହାକୁ ରାବଣ ରାଜ୍ୟ କୁହାଯାଏ, ସେତେବେଳେ ବହୁତ ଜୋରେ ତଳକୁ ଖସେ। ଆତ୍ମା ଉପରେ ଯେମିତି ସୂର୍ଯ୍ୟ ଚନ୍ଦ୍ର ଗ୍ରହଣ ଲାଗେ ନା, ସେମିତି ପାପ କର୍ମ ଆଉ ବିକାରର ଗ୍ରହଣ ଲାଗିଯାଏ। ଆଉ ମଜା କଥା ହେଲା, ବାବା କହୁଛନ୍ତି ଏ ଗ୍ରହଣ କାଟିବା ପାଇଁ ଗୋଟିଏ ହିଁ ଉପାୟ। କ'ଣ ସେଇଟା? କେବଳ ପାପାଙ୍କ ସ୍ମରଣ, ଆଉ କିଛି ନୁହେଁ। ଜପ, ତପ, ଦାନ, ପୁଣ୍ୟ, ତୀର୍ଥ କିଛି ବି ଏ ଗ୍ରହଣ କାଟିପାରିବାନି। କେବଳ ବାବାଙ୍କୁ ମନେ ପକାଇଲେ ହିଁ ଏହା କଟିବ। ଆଚ୍ଛା। ଆଉ ଏ ଯୋଉ ପତନ ହେଲା, ତାର ସବୁଠୁ ବଡ଼ କାରଣ ବା ସବୁଠୁ ବଡ଼ ପାପ ବୋଲି ବାବା କାହାକୁ କହୁଛନ୍ତି? ସବୁଠୁ ବଡ଼ ପାପ ହେଲା ଦେହ ଅଭିମାନ। ଦେହେ ଅଭିମାନ। ହଁ, ମାନେ ନିଜକୁ ହିଁ ଶରୀର ବୋଲି ଭାବିବା। ଯେତେବେଳେ ଆମେ ନିଜକୁ ଦେହ ଭାବୁଛୁ, ସେତେବେଳେ ତ ସବୁ ବିକାର ଆସୁଛି। କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଶରୀର ପାଇଁ ଆକର୍ଷଣ, ଶରୀରର ସମ୍ପର୍କୀୟ ଜିନିଷ ପାଇଁ ଆକର୍ଷଣ, ଅନ୍ୟ ସହ ତୁଳନା, ଈର୍ଷା, ଦ୍ୱେଷ, ଏସବୁର ମୂଳ ହେଲା ଦେହ ଅଭିମାନ। ଯଦି ଆମେ ଆତ୍ମା ଅଭିମାନୀ ହେବା, ମାନେ ନିଜକୁ ଆତ୍ମା ବୋଲି ଭାବିବା, ତାହେଲେ ଏଥିରୁ ମୁକ୍ତ ହେଇପାରିବା। ଆଉ ଏଇ ଯୋଉ ଜାନ୍ନା ବାବା ଦେଉଛନ୍ତି, ଏହାର ବିଶେଷତ୍ୱ ବିଷୟରେ ବି କହୁଛନ୍ତି। ଏଟା ଅନ୍ୟ ପାଠପଢ଼ା ବୋଲି ନୁହେଁ। ନା, ବିଲକୁଲ ନୁହେଁ। ବାବା ସ୍ପଷ୍ଟ କରୁଛନ୍ତି, ଦୁନିଆର ପାଠପଢ଼ା ଯେମିତି ଡାକ୍ତରୀ, ଓକିଲାତି, ଏସବୁ ତ ଜନ୍ମ ଜନ୍ମାନ୍ତର ଧରି ଚାଲିଛି। ସେ ସ୍କୁଲ, କଲେଜ ସବୁବେଳେ ଥାଏ। କିନ୍ତୁ ଏହି ଆଧ୍ୟାତ୍ମିକ ଜ୍ଞାନ, ଯାହା ସ୍ୱୟଂ ଜ୍ଞାନର ସାଗର ପରମପିତା ପରମାତ୍ମା ଦିଅନ୍ତି, ସେଇଟା କେବଳ ଏଇ ସଙ୍ଗମ ଯୁଗରେ ହିଁ ମିଳେ। ସଙ୍ଗମ ଯୁଗ ମାନେ କଳିଯୁଗର ଶେଷ ଆଉ ସତ୍ୟଯୁଗର ଆରମ୍ଭର ସମୟ। ହଁ, ସେଇ ସନ୍ଧିକାଳରେ କେବଳ ଥରଟି ଆସି ସେ ନିଜର ପରିଚୟ ଦିଅନ୍ତି, ଆଉ ପୁରା ସୃଷ୍ଟିର ଆଦି, ମଧ୍ୟ, ଅନ୍ତର ରହସ୍ୟ ଖୋଲନ୍ତି। ସେ ବୁଝାନ୍ତି ମୁକ୍ତିଧାମ କ'ଣ, ଆମ ଆତ୍ମାଙ୍କର ଘର, ଜୀବନ ମୁକ୍ତି କ'ଣ, ସ୍ୱର୍ଗର ସୁଖୀ ଜୀବନ, ଆଉ ଜୀବନ ବନ୍ଧନ କ'ଣ, ଏବେକାର ଦୁଃଖୀ ଜୀବନ। ଆଚ୍ଛା, ଲୋକମାନେ ତ ସବୁବେଳେ ମୁକ୍ତି ମାଗନ୍ତି, ମାନେ ସବୁଦିନ ପାଇଁ ଜନ୍ମ ମୃତ୍ୟୁରୁ ବାହାରି ଯିବାକୁ। ସେଇଟା କ'ଣ ହେଇପାରିବ? ବାବା କହୁଛନ୍ତି ନା, ସେମିତି ହେବା ସମ୍ଭବ ନୁହେଁ। କାରଣ ଏଇଟା ଗୋଟେ ଅବିନାଶୀ ଡ୍ରାମା, ଅନାଦି, ଆଗରୁ ତିଆରି ହେଇଛି। ପ୍ରତି ଆତ୍ମାର ଗୋଟେ ପାର୍ଟ ଅଛି ଏଥିରେ, ଯାହା ଅବିନାଶୀ। କେହି ବି ନିଜ ପାର୍ଟ ବଜେଇବାର ବାହାରି ପାରିବେନି। ମାନେ ଏ ଡ୍ରାମା ଚାଲିଥିବ? ହଁ, ଚାଲିଥିବ। ଇତିହାସ, ଭୂଗୋଳ ପୁଣି ରିପିଟ୍ ହୁଏ। ଯେଉଁ ଦେବତାମାନେ ସତ୍ୟଯୁଗରେ ଥିଲେ, ସେଇମାନେ ହିଁ ପୁଣି ଆସିବେ। ତାପରେ ଅନ୍ୟ ଧର୍ମର ଲୋକ ଆସିବେ। ଗୋଟେ ଗଛ ଭଳି ସୃଷ୍ଟି, ଆଉ ତାର ବୀଜ ହେଉଛନ୍ତି ନିଜ ବାବା। ବାବା ତ ଏ ଜନସଂଖ୍ୟା କଥା ବି କହିଛନ୍ତି। ସତ୍ୟଯୁଗରେ କମ୍ ଥିଲେ, ପରେ ବଢ଼ିଲେ, ଆଉ ଏବେ ବାବା ଆସି ପବିତ୍ର କଲେ ପୁଣି କମିବେ। କିନ୍ତୁ ଏତେ ଯେ କମିଗଲେ, ଆମ ଆଦି ସନାତନ ଦେବୀ ଦେବତା ଧର୍ମର ଲୋକ, ତାର ମୂଳ କାରଣ କ'ଣ ଥିଲା? ଆଉ ତାର ମୂଳ କାରଣ ହିଁ ବାବା କହୁଛନ୍ତି ଗୋଟିଏ ଭୁଲ। ଗୋଟିଏ ଭୁଲ? ହଁ, ଆଉ ସେ ଭୁଲଟା ହେଲା ନିଜ ବାପା, ସେ ପରମପିତା ପରମାତ୍ମାଙ୍କୁ ଭୁଲିଯିବା। ଯେତେବେଳେ ଆମେ ବାପାଙ୍କୁ ଭୁଲିଗଲେ, ସେତେବେଳେ ଆମେ ଦରିଦ୍ର ହେଇଗଲୁ, ଅନାଥ ହେଇଗଲୁ, ଆଉ ଧୀରେ ଧୀରେ ଅନ୍ୟ ଧର୍ମକୁ ବି ଚାଲିଗଲୁ। ଧୀରେ ଧୀରେ ଭୁଲିଲେ, ଆଉ କଳିଯୁଗର ଶେଷ ବେଳକୁ ପୁରା ଭୁଲିଗଲୁ। ସେଇଥିପାଇଁ ବାବା କହୁଛନ୍ତି ପୂଜା ବି ପ୍ରଥମେ କେବଳ ଜଣଙ୍କର ହିଁ ହେବା କଥା। କାହାର?
ସେଇ ନିରାକାର ଶିବଙ୍କର, କାରଣ ସେ ହିଁ ସଦ୍ଗତି ଦିଅନ୍ତି, ସେ ହିଁ ପତିତ ପାବନ। ଆଉ କାହାର ପୂଜା କରି କିଛି ଲାଭ ନାହିଁ, କାରଣ ସେମାନେ ନିଜେ ତ ସଦ୍ଗତି ଦେଇପାରିବେନି। ଏଠି ଆଉ ଗୋଟେ ବଡ଼ ଭୁଲ ଧାରଣା ଅଛି ଲୋକଙ୍କ ମନରେ ଶ୍ରୀକୃଷ୍ଣଙ୍କ ବିଷୟରେ। ହଁ, ସେଟା ବହୁତ ବଡ଼ ଭୁଲ ଧାରଣା। ଲୋକେ ଭାବନ୍ତି ଶ୍ରୀକୃଷ୍ଣ ଗୀତା କହିଛନ୍ତି କି ରାଜଯୋଗ ଶିଖେଇଛନ୍ତି କି ସ୍ୱର୍ଗ ତିଆରି କରିଛନ୍ତି, କିନ୍ତୁ ବାବା ବୁଝାଉଛନ୍ତି ଏମିତି ହେଇପାରିବେନି, କାରଣ ଶ୍ରୀକୃଷ୍ଣ ନିଜେ ତ ସତ୍ୟଯୁଗର ପ୍ରଥମ ରାଜକୁମାର, ସେ ନିଜେ ସ୍ୱର୍ଗର ଫଳ। ଆଚ୍ଛା। ସେ କେମିତି ସ୍ୱର୍ଗ ତିଆରି କରିବେ, କିଆ କେମିତି ରାଜ୍ୟଯୁଗ ଶିଖେଇବେ? ଏ କାମ ତ ସ୍ଥାପନା କରୁଥିବା ପରମପିତା ଶିବଙ୍କର, ଯିଏ ବ୍ରହ୍ମାଙ୍କ ଦ୍ୱାରା ଏ କାମ କରାନ୍ତି। ଶିବ ହିଁ ସାଧାରଣ ମଣିଷକୁ ରାଜ୍ୟଯୋଗ ଶିଖେଇ ଲକ୍ଷ୍ମୀ ନାରାୟଣ ପରି ଦେବତା କରନ୍ତି। ଲୋକେ ଏଇ ମୂଳ କଥାଟା ବୁଝିନାହାନ୍ତି। ଆହା, ସେଥିପାଇଁ ବାବା ସିଧା କହୁଛନ୍ତି, ଏବେ ମତେ ମନେ ପକାଅ ଆଉ ଦିବ୍ୟ ଗୁଣ ଧାରଣ କର। ଆଉ ତା ସାଙ୍ଗେ ସାଙ୍ଗେ ସେ ବ୍ୟବହାରିକ କଥା ବି କହୁଛନ୍ତି, ଯେମିତି ସମ୍ପତ୍ତି ପାଇଁ କଳି ନ କରିବା। ଏ ଛୋଟ ଛୋଟ କଥାରେ ଲାଗି ରହିଲେ ମୂଲ୍ୟବାନ ସମୟ ଆଉ ଶକ୍ତି ଯିବ, ଆଉ ସେ ବଡ଼ ପଦରୁ ବି ବଞ୍ଚିତ ହେବାକୁ ପଡ଼ିବ। ଏହାର ସବୁଠୁ ବଡ଼ ଉଦାହରଣ ତ ନିଜେ ବ୍ରହ୍ମା ବାବା। ବାବା ନିଜେ ଅନୁଭୂତି କହୁଛନ୍ତି ନା, ଯେତେବେଳେ ତାଙ୍କୁ ସାକ୍ଷାତକାର ହେଲା ବିନାଶର ଆଉ ନୂଆ ରାଜ୍ୟର, କେତେ ଖୁସି ହେଲେ ସେ ଭାବିଲେ, ଆରେ ମୁଁ ତ ପୁରା ଦୁନିଆର ରାଜ୍ୟ ପାଇବାକୁ ଯାଉଛି, ତା ଆଗରେ ଏଇ ସାମାନ୍ୟ ସମ୍ପତ୍ତି କ'ଣ? ହଁ। ସେ ସବୁ କିଛି ତୁରନ୍ତ ଛାଡ଼ିଦେଲେ, କାହା ସହ କଳି କଲେନି। ବାବା କହୁଛନ୍ତି, ଏ ଜ୍ଞାନ ମାର୍ଗରେ କେହି ଭୋକରେ ମରିବେନି। ଯାହା ମିଳୁଛି ସେଥିରେ ଖୁସି ରହି ବାବାଙ୍କୁ ମନେ ପକାଅ ଆଉ ସେବା କର। ଏଇ ପ୍ରସଙ୍ଗରେ ବାବା ଆଉ ଗୋଟେ ସୂକ୍ଷ୍ମ କଥା କହିଛନ୍ତି, ଦେବା ବିଷୟରେ। ଆମେ କେତେଥର ଭାବୁ ଯେ ଆମେ ବାବାଙ୍କ କାମ ପାଇଁ କିଛି ଦେଉଛୁ, ସାହାଯ୍ୟ କରୁଛୁ। ଏଇଟା କେତେ ଠିକ୍? ଏଇଟା ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ବାବା ପୁରା ସ୍ପଷ୍ଟ କରୁଛନ୍ତି ଯେ ଆମେ କେବେ ବି ଏମିତି ଭାବିବା କଥା ନୁହେଁ ଯେ ଆମେ ଶିବ ବାବାଙ୍କୁ କିଛି ଦେଉଛୁ। କାହିଁକି? କାରଣ ସେ ନିଜେ ହିଁ ଦାତା, ସେ ହିଁ ସବୁ କିଛି ଦିଅନ୍ତି। ଆମେ ତାଙ୍କଠୁ କୋଟି କୋଟି ଗୁଣା ଜିନିଷ ନେଉଛୁ, ଜ୍ଞାନ, ଶକ୍ତି, ଶାନ୍ତି, ସୁଖ, ପୁଣି 21 ଜନ୍ମର ସ୍ୱର୍ଗର ରାଜ୍ୟ। ଠିକ୍ କଥା। ତାଙ୍କ ତୁଳନାରେ ଆମେ କ'ଣ ବା ଦେଇପାରିବା? ଯେତେବେଳେ ଆମ ମନରେ ଆସୁଛି ମୁଁ ଏହିଟା ଦେଲି, ସେତେବେଳେ ସୂକ୍ଷ୍ମରେ ଦେହ ଅଭିମାନ ଆସିଯାଉଛି। ପ୍ରକୃତିରେ ଆମେ ଯାହା ବି କରୁଛୁ, ସେବା ହଉ ବା ସାଧନ ଦେଉ, ସେଇଟା ତ ବାବାଙ୍କ ପିଲାମାନଙ୍କ ସୁବିଧା ପାଇଁ ହିଁ ଲାଗୁଛି। ମାନେ ଆମେ ନିଜ ଆଧ୍ୟାତ୍ମିକ ପରିବାର ପାଇଁ ଆଉ ନିଜ ଉନ୍ନତି ପାଇଁ ହିଁ କରୁଛୁ। ଆଚ୍ଛା, ଏମିତି କଥା। ହଁ, ଶିବ ବାବାଙ୍କୁ ନିଜ ପାଇଁ କିଛି ଦରକାର ନାହିଁ। ସେ ତ ଆମକୁ ନିଜଠୁ ବି ବଡ଼ କରୁଛନ୍ତି। ତଥାପି ଆମେ ଏତେ ଭଲ ବାବାଙ୍କୁ ଭୁଲି ଯାଉଛୁ କିମ୍ବା ଦେବାର ଅଭିମାନ କରୁଛୁ। ହଁ, ମୋରଲୀରେ ମାମାଙ୍କ କଥା ବି ଆସିଛି। ବହୁତ ଲୋକ ମାମାଙ୍କୁ ବହୁତ ମନେ ପକାନ୍ତି। ଏ ବିଷୟରେ ବାବା କ'ଣ କହୁଛନ୍ତି? ହଁ, ବାବା କହୁଛନ୍ତି, ମାମାଙ୍କୁ ତାଙ୍କ ଗୁଣ ପାଇଁ ମନେ ପକାଯାଏ, ସେଇଟା ଠିକ୍। କିନ୍ତୁ ଖାଲି ମାମା ମାମା କହିଲେ କି ତାଙ୍କ ନାଁ ରୂପକୁ ମନେ ପକେଇଲେ ପେଟ ଭରିବନି। ମାନେ ଆମର ଆଧ୍ୟାତ୍ମିକ ଉନ୍ନତି ହେବନି। ଅସଲ କଥା ହେଲା, ଆମକୁ ବି ମାମାଙ୍କ ଭଳି ସେଇ ଦିବ୍ୟ ଗୁଣ ସବୁ ଧାରଣ କରିବାକୁ ପଡ଼ିବ। ସିଂହାସନରେ ବସିବା ଯୋଗ୍ୟ ହେବାକୁ ପଡ଼ିବ। ଖାଲି ତାଙ୍କୁ ପ୍ରଶଂସା କଲେ ହେବନି। ପେଟ ତ ଭରିବ କେବଳ ଏକ ଶିବ ବାବାଙ୍କୁ ମନେ ପକେଇଲେ। ଏପରିକି ଏଇ ସାକାର ଦାଦା ମାନେ ବ୍ରହ୍ମା ବାବାଙ୍କୁ ମନେ ପକେଇଲେ ବି ସେ ଲାଭ ମିଳିବନି ଯାହା ନିରାକାର ବାବାଙ୍କ ସ୍ମରଣରେ ମିଳିବ। କାରଣ ସବୁ ମହାନତା ତ ସେଇ ଜଣଙ୍କର। ଆଚ୍ଛା, ବୁଝିଲି। ତେବେ ଏ ଜ୍ଞାନକୁ ଆମେ ବ୍ୟବହାରରେ କେମିତି ଆଣିବା? ବିଶେଷ କରି ସେବା ପାଇଁ ଆଉ କ'ଣ ଉପାୟ ବାବା କହୁଛନ୍ତି? ସେବା ପାଇଁ ବାବା କହୁଛନ୍ତି ଯୁକ୍ତି ରଚନା କରିବାକୁ, ମାନେ କୌଣସି ବିଷୟକୁ ବୁଝେଇବା ପାଇଁ ଭଲ ଭାବରେ ପଏଣ୍ଟସ୍ ତିଆରି କରିବାକୁ। ଆଉ ପୁଣି ସେ କଥାବାର୍ତ୍ତାରେ ଖାଲି ଜ୍ଞାନର ଫୁଲ ଝରୁ। ଆଉ ଗୋଟେ ବହୁତ ଭଲ ପ୍ରାକ୍ଟିକାଲ ଉପାୟ ଦେଇଛନ୍ତି। ଘରେ ଜ୍ଞାନର ଚିତ୍ର ଲଗେଇବା, ଯେମିତି ସୃଷ୍ଟିଚକ୍ରର ଚିତ୍ର, ସିଢ଼ିର ଚିତ୍ର, ଆଉ ସେଥିରେ ନିଜକୁ ବ୍ୟସ୍ତ ରଖିବା। ଏମିତି କଲେ କ'ଣ ହେବ? ନିଜେ ବି ଜ୍ଞାନ ମନ୍ଥନ କରିହେବ, ଆଉ ଘରକୁ ଯିଏ ବି ଆସିବେ ତାଙ୍କୁ ସହଜରେ ବୁଝେଇ ହେବ। ବା, ଘରଟା ଗୋଟେ ଛୋଟ ଲାଇବ୍ରେରୀ କି ମିନି ମ୍ୟୁଜିୟମ ପରି ହେଇଯିବ। ଏକଦମ। ଏଥିରେ ନିଜ ପରିବାରର ବି କଲ୍ୟାଣ ହେବ ଆଉ ବାହାର ଲୋକଙ୍କର ବି। ଯଦି କେହି ଅଳ୍ପ କିଛି ବି ଶୁଣିଲେ, ସେମାନେ ଅନ୍ତତଃ ସ୍ୱର୍ଗରେ ପ୍ରବେଶ ତ ହେଇପାରିବେ। ଏହା ସହିତ ବାବା ଆଉ କିଛି ବର୍ତ୍ତମାନର ଅନ୍ଧବିଶ୍ୱାସ କଥା ବି କହୁଛନ୍ତି। ହଁ, ବାବା ସ୍ପଷ୍ଟ କରୁଛନ୍ତି ଯେ ଏ ଯୋଉ ଲୋକେ ଭାବନ୍ତି ଗଙ୍ଗାରେ କି ଅନ୍ୟ ନଦୀରେ ବୁଡ଼ ପକେଇଲେ ପାପ କଟିଯିବ, ସେଟା ପୁରା ଅନ୍ଧବିଶ୍ୱାସ।
ପ୍ରକୃତରେ ଦେଖିବାକୁ ଗଲେ ଆଜିକାଲି ନଦୀରେ କ'ଣ ମିଶୁଛି, ସହରର ସବୁ ନର୍ଦ୍ଦମା ପାଣି ଆଉ କେତେ କ'ଣ ମଇଳା। ଠିକ୍ କଥା। ସେ ପାଣିରେ ଶରୀରଟା ବି ଭଲରେ ଶୁଦ୍ଧ ହବନି, ଆଉ ଆତ୍ମାର ପାପ କେମିତି କଟିବ? ମାୟା ସମସ୍ତଙ୍କ ବୁଦ୍ଧିକୁ ଏମିତି ବନ୍ଦ କରିଦେଇଛି ଯେ ଲୋକେ ଏତେ ସରଳ କଥା ବୁଝିପାରୁନାହାନ୍ତି। ଆତ୍ମାକୁ ପବିତ୍ର କରିବାର ଶକ୍ତି କେବଳ ଜଣଙ୍କ ପାଖରେ ଅଛି। କାହା ପାଖରେ? ସେଇ ପରମ ପିତା ପରମାତ୍ମା, ପତିତ ପାବନଙ୍କ ପାଖରେ। ତାଙ୍କୁ ମନେ ପକେଇଲେ ହିଁ ଆତ୍ମା ପବିତ୍ର ହବ। ତେବେ ପୁଣି ସେଇ ମୂଳ କଥାକୁ ଆସିଲେ, ପବିତ୍ରକାରୀ ବାପାଙ୍କୁ ସ୍ମରଣ କର। ଜୀବନ ମୁକ୍ତି ଦେବାବାଲା ବି ସେ ଜଣେ। ଆଜି ମୁରଲୀରେ ଆଉ ଗୋଟେ ବିଶେଷ ବରଦାନ ବି ଅଛି। ତୁମ ପାଇଁ ମଧ୍ୟ ସମାନ। ଦ ସେମ୍ ଆପ୍ଲାଇଜ୍ ଟୁ ୟୁ। ଏହାର ଅର୍ଥ କ'ଣ? ଏଇ ବରଦାନର ଗଭୀର ଅର୍ଥ ହେଲା ବାବାଙ୍କ ସମାନ ସ୍ଥିତିରେ ରହିବା। ଯେମିତି ବାବା ପୁରା ନିର୍ମୋହୀ, ନିରହଙ୍କାରୀ, ସବୁବେଳେ ସ୍ନେହ ଆଉ ଶକ୍ତିର ସାଗର। ଆମକୁ ବି ସେମିତି ହେବାକୁ ପଡ଼ିବ। କୌଣସି ବି ପ୍ରକାରର ମୁଁପଣ କି ମୋରପଣ ରହିବା କଥା ନୁହେଁ। ଶରୀର ପାଇଁ, ସମ୍ପତ୍ତି ପାଇଁ, ସମ୍ପର୍କ ପାଇଁ ମୋହ, ଏସବୁକୁ ପୁରା ଶେଷ କରିବାକୁ ପଡ଼ିବ। ଯେତେବେଳେ ଏମିତି କିଛି ବି ମୋହ ରହିଯାଉଛି, ସେତେବେଳେ ଆମେ ସେ ସମାନତାରେ କିଛି % କମ୍ ହୋଇଯାଉଛୁ। ଆଉ % ମାନେ ହିଁ ଦୋଷ ବା ଅପୂର୍ଣ୍ଣତା। ଆଚ୍ଛା। ପୁରା ହେବା ପାଇଁ ସବୁବେଳେ ବାବାଙ୍କ ପ୍ରେମରେ ମଗ୍ନ ରହିବାକୁ ପଡ଼ିବ। ଯଦି ଆମେ ଏମିତି ସ୍ଥିତିରେ ରହିବା, ତାହେଲେ ସହଜରେ ଅନ୍ୟମାନଙ୍କୁ ବି ନିଜ ଭଳି ଆଉ ବାବାଙ୍କ ଭଳି କରିପାରିବା। ବାପଦାଦା ଏହିଭଳି ସ୍ନେହୀ ପିଲାମାନଙ୍କୁ ହିଁ ଏ ଆଶୀର୍ବାଦ ଦିଅନ୍ତି। ଏହା ସାଙ୍ଗେ ସାଙ୍ଗେ ଅବ୍ୟକ୍ତ ସଂକେତରେ ମନ ଦ୍ୱାରା ସେବା କରିବା କଥା ବି କୁହାଯାଇଛି। ସେଇଟା କେମିତି ସମ୍ଭବ? ଏଇଟା ଯୋଗଶକ୍ତିରୁ ଗୋଟେ ଉଚ୍ଚ ସ୍ତର। ଏଥିପାଇଁ ପ୍ରଥମେ ନିଜ ମନ ଆଉ ବୁଦ୍ଧିକୁ ପୂରାପୂରି ବେକାର ଚିନ୍ତାରୁ ମୁକ୍ତ ରଖିବାକୁ ପଡ଼ିବ। ମନମନାଭବ ମାନେ ମନକୁ ସବୁବେଳେ ବାବାଙ୍କ ସ୍ମରଣରେ ଲଗାଇ ରଖିବା। ଏଇଟା ହିଁ ସହଜ ମନ୍ତ୍ର। ଯେତେବେଳେ ମନ ସ୍ଥିର ଆଉ ଶକ୍ତିଶାଳୀ ହେବ, ଆଉ ଆମ ଭିତରେ ସମସ୍ତଙ୍କ ପାଇଁ ଭଲ କାମନା, ଶୁଦ୍ଧ ଭାବନା ରହିବ, ସେତେବେଳେ ଆମେ ନିଜ ଜାଗାରେ ବସି ବି ମନ ଦ୍ୱାରା ଅନ୍ୟ ଆତ୍ମାମାନଙ୍କୁ ଶକ୍ତି ଆଉ ଶାନ୍ତିର ଭାଇବ୍ରେସନ୍ ପଠାଇ ପାରିବା। ଏଇଟା ହିଁ ମନ ଦ୍ୱାରା ଶକ୍ତିର ଦାନ। ବାଃ, କେତେ ଗଭୀର ଆଲୋଚନା ହେଲା ଆଜି। ତେବେ ଏ ପୁରା ମୁରଲୀରୁ ଆମେ ମୁଖ୍ୟତଃ କେଉଁ ଦୁଇଟା କଥା ନିଜ ଜୀବନରେ ଧାରଣା କରିବା ପାଇଁ ବିଶେଷ ଭାବେ ମନେ ରଖିବା? ମୋତେ ଲାଗୁଛି ପ୍ରଥମତଃ ଆମ ଓଠରୁ କେବଳ ଜ୍ଞାନର ରତ୍ନ ହିଁ ବାହାରୁ। କଟୁ କଥା କି ବେକାର କଥା ସେ କଣ୍ଟା ବା ପଥର, ସେଗୁଡ଼ାକ ନୁହେଁ। ଆଉ ଘରକୁ ଜ୍ଞାନ ଚିତ୍ରରେ ସଜେଇବା, ନିଜେ ମନ୍ଥନ କରିବା ଆଉ ଅନ୍ୟମାନଙ୍କୁ ବୁଝେଇ ସେବାରେ ଲାଗି ରହିବା, ନିଜର ଆଉ ସମସ୍ତଙ୍କର କଲ୍ୟାଣ ପାଇଁ। ହଁ, ଏକଦମ। ଆଉ ଦ୍ୱିତୀୟ କଥା ହେଲା, ବାବାଙ୍କଠୁ ଖାଲି ଆଶୀର୍ବାଦ ମାଗିବା କି ଆଶା କରିବା ବଦଳରେ ତାଙ୍କର ସେହି ଶ୍ରେଷ୍ଠ ମତ ବା ଶ୍ରୀମତକୁ ନିଜ ଜୀବନରେ ପାଳନ କରିବା। ଆଉ ମନେ ରଖିବା ଯେ ସବୁ ବଡ଼ପଣା ତ କେବଳ ସେ ଜଣେ ଶିର ବାବାଙ୍କର, ତେଣୁ ତାଙ୍କୁ ହିଁ ମନେ ପକାଇବା ଆଉ ତାଙ୍କ କାମରେ କିଛି କଲୁ ବୋଲି ଦେହ ଅଭିମାନ ବିଲକୁଲ ନ କରିବା। ଠିକ୍ ଅଛି। ଆଉ ଆଜିର ସ୍ଲୋଗାନଟି ବି ବହୁତ ସୁନ୍ଦର। ଏକ ଅନ୍ୟର ବିଚାରକୁ ସମ୍ମାନ ଦିଅନ୍ତୁ, ତେବେ ରେକର୍ଡ ଭଲ ହେବ। ଏଇଟା ତ ସଂଗଠନ ପାଇଁ ବହୁତ ଜରୁରୀ। ନିଶ୍ଚୟ। ଏକତା ଓ ସଫଳତା ପାଇଁ ଏହା ବହୁତ ଭଲ ସୂତ୍ର। ଆଚ୍ଛା, ଆଜି ଏତେ ସବୁ ଆଲୋଚନା ପରେ ମୋ ମନରେ ଗୋଟେ କଥା ଆସୁଛି। କ'ଣ? ଆମେ ସମସ୍ତେ ଶୁଣେ ଯେ ଦିବ୍ୟ ଗୁଣ ଧାରଣା କରିବା କେତେ ଦରକାର। ତେବେ ଆମେ ଆଜି ନିଜ ପାଇଁ ଗୋଟିଏ ସଂକଳ୍ପ ନେବା କି ଯେ କେଉଁ ଗୋଟିଏ ମୁଖ୍ୟ ଦିବ୍ୟ ଗୁଣକୁ ଆମେ ଆଜିଠୁ ହିଁ ଅଭ୍ୟାସରେ ଆଣିବାକୁ ଚେଷ୍ଟା କରିବା, ଯାହା ଆମକୁ ବାବାଙ୍କ ସମାନ ସ୍ଥିତି ଆଡ଼କୁ ଅନ୍ତତଃ ଗୋଟେ ପାଦ ଆଗକୁ ନେବ। ଏଇଟା ନିଜ ସହ କଥା ହେବା ପାଇଁ ଭଲ ପ୍ରଶ୍ନଟିଏ। ବାଃ, ବହୁତ ସୁନ୍ଦର ବିଚାର। ନିଶ୍ଚୟ ଭାବିବା କଥା। ଆଚ୍ଛା, ଯଦି ଆପଣମାନଙ୍କୁ ଆଜିର ଏହି ଆଲୋଚନା ଭଲ ଲାଗିଲା ଆଉ ଏଥିରେ ଥିବା କଥା ସହ ଆପଣମାନେ ଏକମତ, ତେବେ ନିଜ ସହମତି ଜଣାଇବା ପାଇଁ କମେଣ୍ଟ ବକ୍ସରେ ଓମ୍ ଶାନ୍ତି ନିଶ୍ଚୟ ଲେଖନ୍ତୁ। ଆଉ ଆମର ଗୋଟେ ଅନୁରୋଧ, ଏହି ଜ୍ଞାନ ଆଉ ଶାନ୍ତିର ସନ୍ଦେଶକୁ ନିଜ ବନ୍ଧୁବାନ୍ଧବ, ପରିବାର ଲୋକଙ୍କ ସହ ନିଶ୍ଚୟ ସେୟାର କରନ୍ତୁ, ଯେମିତି ସମସ୍ତେ ଏହି ଶାନ୍ତି ଆଉ ଆନନ୍ଦର ଅନୁଭବ କରିପାରିବେ ଆଉ ବାବାଙ୍କର ଏ ଅମୂଲ୍ୟ ଜ୍ଞାନ ଆଉ ଆଶୀର୍ବାଦ ପାଇପାରିବେ। ଓମ୍ ଶାନ୍ତି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।